ପ୍ରାର୍ଥନା ସ୍ୱାମୀ ପରମାନନ୍ଦ ଜୁଲାଇ 27 ଦିନଟିର ପ୍ରଧାନ ଚିନ୍ତା ଅନ୍ତରର ବିକାଶ ହେଉଛି ଶିକ୍ଷା। ସ୍ମରଣୀୟ ପଂକ୍ତି ହେ ମହାନ ନିୟ ଏହି ଭକତିର ଅର୍ଘ୍ୟ ମୋର ତୁମରି ଶକ୍ତିମାନ ହସ୍ତର ପ୍ରୟୋଗରେ ଭାଙ୍ଗିଲ ଯେ ସେ ଶୃଙ୍ଖଳ ଯାହା ମୋତେ ବନ୍ଦୀ ରୂପେ ରଖିଲା ବହୁକାଳ ଜୀବନର ମରୁଭୂମି ମଧ୍ୟରେ। ନୀତି ଉପଦେଶ ଯଦି କାହାରିକୁ ସାହାଯ୍ୟ କରିବାକୁ ଚାହଁ ତେବେ ସେ ଲୋକର ଚିତ୍ତ ବୃତ୍ତି କେଉଁ ଭାବେ ଉନ୍ନତ ହୋଇବ ସେହି ପଥ ତାହାକୁ ଦେଖାଅ। ଏହା ହିଁ ଯଥାର୍ଥ ସେବା। ନିଜ ଭିତରେ ଯାହା ଅଛି ତାହାକୁ ଧ୍ୱଂସ କରି ଆମେ ଶିକ୍ଷା ଲାଭ କରିପାରିବା ନାହିଁ। ଶରୀରର କ୍ଷତି କରି ଆମେ ଆମର ଆତ୍ମାର ସନ୍ଧାନ ପାଇବା ନାହିଁ। ଜୀବନର ଉତ୍ସକୁ ନିଜ ଭିତରେ ହିଁ ଖୋଜିବାକୁ ହେବ। ମନକୁ ଯେତେବେଳେ ଆତ୍ମାର ଉଜ୍ଜଳ ଆଲୋକ ଦିଗରେ ଉନ୍ମୁକ୍ତ କରିବା ସେତେବେଳେ ଆମେ ନିଜର ଲକ୍ଷ୍ୟ ସ୍ଥାନରେ ପହଞ୍ଚି ପାରିବା। ଏହା ହିଁ ଶିକ୍ଷାର ଉଦ୍ଦେଶ୍ୟ। ପ୍ରାର୍ଥନା ସେ ହିଁ ଏକମାତ୍ର ମୋତେ ଜ୍ୟୋତି ଓ ଜ୍ଞାନର ପଥରେ ଚଲାଇ ପାରନ୍ତି। ତାହାଙ୍କ ଶ୍ରୀଚରଣରେ ମୁଁ ମୋର ତନୁ ମନ ପ୍ରାଣ ନିବେଦନ କରେ। ସେ ହିଁ ଏକମାତ୍ର ଜାଣନ୍ତି ମୋର କ'ଣ ପ୍ରୟୋଜନ। ସେ ହିଁ ମୋତେ ଅଜ୍ଞାନ ଅନ୍ଧକାରରୁ ଉଦ୍ଧାର କରିବେ ଏବଂ ସେ ହିଁ ମୋର ହୃଦୟରେ ଜ୍ଞାନର ଆଲୋକ ଜଳାଇବେ। ସକଳ ଅବସ୍ଥାରେ ସିଏ ଯେପରି ମୋତେ ପଥ ଦେଖାଇଦେବେ ମୁଁ ଯେପରି ଏକମାତ୍ର ତାହାଙ୍କ ଉପରେ ନିର୍ଭର କରେ।